ନମସ୍କାର ବନ୍ଧୁଗଣ, ଆଜିର ଏହି 5ଟି ମହତ୍ତ୍ୱପୂର୍ଣ୍ଣ ରାଶି ବିଷୟରେ ଆଲୋଚନା କରିବା। ଆଜି କାର୍ତ୍ତିକ ଶୁକ୍ଳ ପକ୍ଷର ତୃତୀୟ ଦିନ, ତୃତୀୟ ତିଥି ଆଜି ରାତି 1:20 ପର୍ଯ୍ୟନ୍ତ ରହିବ। ସୌଭାଗ୍ୟ ଯୋଗ୍ୟ ଆଜି ସକାଳ 5:55 ପର୍ଯ୍ୟନ୍ତ ରହିବ। ଅନୁରାଧା ନକ୍ଷତ୍ର ମଧ୍ୟ ଆସନ୍ତାକାଲି ସକାଳ 7:52 ପର୍ଯ୍ୟନ୍ତ ରହିବ। ଏହି ସହିତ ଆଜି ଅପରାହ୍ନ 12:36ରେ ବୁଧ ବିଛା ରାଶିରେ ପ୍ରବେଶ କରିବେ। ଭଗବାନ ଗଣେଶଙ୍କ ଅନୁସାରେ ଆଜି ମେଷ ରାଶି ପାଇଁ ପ୍ରେମର ପରିପୂର୍ଣ୍ଣ ଏକ ଉଜ୍ଜ୍ୱଳ ଏବଂ ଆନନ୍ଦ ଦିନ ହେବ। ବୃଷ ରାଶି ମିଶ୍ରିତ ଭାବନା ଏବଂ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ। ସିଂହ ରାଶି ଶକ୍ତି ଆକର୍ଷଣ ଏବଂ ଉତ୍ସାହ ପ୍ରଦର୍ଶନ କରିବା, ଯାହା ଅନ୍ୟମାନଙ୍କୁ ଆକର୍ଷିତ କରିବ। ଏହା ଆସନ୍ତୁ ଜାଣିବା ଆଜିର ସମସ୍ତ ଶୁଭ ସଂଯୋଗ ଏବଂ 12ଟି ରାଶିର ରାଶିଫଳ। ପ୍ରଥମେ ହେଉଛି ମେଷ ରାଶି। ଆଜି ଏକ ଅନୁକୂଳ ଦିନ ହେବାକୁ ଯାଉଛି। ଆପଣ ଆପଣଙ୍କ ପିତାମାତାଙ୍କ ସହିତ ଆପଣଙ୍କ ଚିନ୍ତାଧାରା ବାଣ୍ଟିବେ। ଯେଉଁମାନେ ଘରୁ ଦୂରରେ ପଢ଼ୁଛନ୍ତି ସେମାନେ ଆଜି ସେମାନଙ୍କ ପରିବାରକୁ ଭେଟିପାରିବେ। ଆପଣ ପରିବାରର ସଦସ୍ୟଙ୍କ ସହିତ ଧାର୍ମିକ କାର୍ଯ୍ୟକ୍ରମ ଅଂଶଗ୍ରହଣ କରିବେ। ସେଠାରେ କିଛି ସମୟ ବିତାଇବେ, ଯାହା ଆପଣଙ୍କ ମନରେ ଶାନ୍ତି ଆଣିବ। ଆପଣ ଆପଣଙ୍କ ଭାଇ ଭଉଣୀମାନଙ୍କ ଠାରୁ ସମର୍ଥନ ପାଇବେ। ତାପରେ ଆସିଯିବା ଆଜ୍ଞାମାନେ ବୃଷ ରାଶି। ଆଜି ବୃଷ ରାଶି ସମସ୍ତ ଘରେ ଚନ୍ଦ୍ରଙ୍କ ଭ୍ରମଣ ଶୁଭ ହେବ। ଯଦି ଆପଣ ଚାକିରି କରନ୍ତି ତେବେ କର୍ମକ୍ଷେତ୍ରରେ ଆପଣଙ୍କର କିଛି ଶତ୍ରୁ ସୃଷ୍ଟି ହୋଇପାରନ୍ତି। ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ଆପଣଙ୍କର ଚତୁର ବୁଦ୍ଧି ସମସ୍ତ ଶତ୍ରୁଙ୍କୁ ପରାସ୍ତ କରିବ। ଯଦି ଆପଣ ଏକ ସହଭାଗୀ ବ୍ୟବସାୟ କରୁଛନ୍ତି ତେବେ ଏହି ଦିନଟି ଏକ ଭଲ ହେବ। ଆଜି ଆପଣଙ୍କ ସନ୍ତାନ ବିବାହ ସମ୍ବନ୍ଧୀୟ ଯେକୌଣସି ସମସ୍ୟାର ସମାଧାନ ହେବ। ମିଥୁନ ରାଶି। ଆଜି ଶୁକ୍ରବାର ମିଥୁନ ରାଶି ପାଇଁ ଏକ ଶୁଭ ଦିନ ହେବ। କୌଣସି ସ୍ଥାନରେ ଅଟକି ରହିଥିବା ଟଙ୍କା ଫେରି ପାଇପାରିବେ, ଯାହା ଆପଣଙ୍କୁ ଖୁସି କରିବ। ଆପଣ ଆଜି ଆପଣଙ୍କ ଜୀବନସାଥୀଙ୍କ ପାଇଁ ଏକ ଉପହାର କିଣିପାରିବେ। ଆପଣଙ୍କର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ କିଛି ଟଙ୍କା ମଧ୍ୟ ଖର୍ଚ୍ଚ କରିବେ। ଆପଣ କୌଣସି ପୁରୁଣା ଋଣ ପ୍ରତିରୋଧ ମଧ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଆପଣ ଉନ୍ନତି କରିବେ। ତାପରେ ଆସିବା ଆଜ୍ଞାମାନେ କର୍କଟ ରାଶି। ଆଜି କର୍କଟ ରାଶି ପାଇଁ ଏକ ଲାଭଦାୟକ ଦିନ ହେବ। ତଥାପି ଚନ୍ଦ୍ର ଏକ ଦୁର୍ବଳ ରାଶିରେ ଥିବାରୁ ଆପଣଙ୍କୁ ସଂଯମ ଏବଂ ଜ୍ଞାନ ବ୍ୟବହାର କରିବାକୁ ପଡ଼ିବ। ଆପଣଙ୍କୁ ଆପଣଙ୍କ ଭାଇ ଭଉଣୀମାନଙ୍କ ସହିତ ସମନ୍ୱୟ ବଜାୟ ରଖିବାକୁ ପଡ଼ିବ, ନଚେତ୍ ସମସ୍ୟା ଉପୁଜିପାରେ। ଆପଣଙ୍କ ସ୍ୱଭାବ ପ୍ରତି ଗମ୍ଭୀର ରୁହନ୍ତୁ। କେବଳ କଠିନ ପରିଶ୍ରମ ଦ୍ୱାରା ଆପଣଙ୍କର କାମରେ ସଫଳତା ପାଇବେ। ଆଜି ଆପଣଙ୍କ କିଛି ଶତ୍ରୁ ଶକ୍ତିଶାଳୀ ହେବେ, କିନ୍ତୁ ସେମାନେ ସେମାନଙ୍କ ଯୋଜନାରେ ସଫଳ ହେବାକୁ ବିଫଳ ହେବେ। ଆଜି ରାତ୍ରିରେ ଆପଣଙ୍କର କୌଣସି ଆଧ୍ୟାତ୍ମିକ ନେତାଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ଆପଣ ଜଣେ ଖୁସି ବ୍ୟକ୍ତି ଏବଂ ଏହା ଦେଖି ସମସ୍ତେ ଆପଣଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିବେ। ଏବେ ଆସିଯିବା ଆଜ୍ଞାମାନେ ସିଂହ ରାଶି। ଆଜି ସିଂହ ରାଶି ପାଇଁ ଏକ ଅନୁକୂଳ ଦିନ ହେବ। ଆପଣଙ୍କର ଦାନଶୀଳତା ବୃଦ୍ଧି କରିପାରିବ ଏବଂ ବିଶ୍ୱାସ ସହିତ କରାଯାଉଥିବା ପ୍ରୟାସ ସଫଳତା ଆଣିବ। ଆଜି ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକୁ ସମାପ୍ତ କରିବା ପାଇଁ ଏକ ଭଲ ଦିନ, କିନ୍ତୁ ଆପଣଙ୍କୁ ଆପଣଙ୍କର ଆଳସ୍ୟକୁ ଛାଡ଼ିବାକୁ ପଡ଼ିବ। ଆପଣଙ୍କ ପରାକ୍ରମ ଦ୍ୱାରା ଶତ୍ରୁମାନେ ନିରୁତ୍ସାହିତ ହେବେ ଏବଂ ଆଜି ନୂଆ ବ୍ୟବସାୟ ଯୋଜନାରେ ଆପଣ କାମ ଆରମ୍ଭ କରିବେ। ତେଣୁ ଦର୍ଶକ ବନ୍ଧୁ, ଆଜିର ଏହି ମୁଖ୍ୟ ରାଶିମାନଙ୍କୁ ଆପଣଙ୍କ ଦ୍ୱାରା ଦେଖିପାରିଥିବେ ଏବଂ ଆପଣଙ୍କର ଯଦି ଏହି ଭିତରେ କିଛି ଆପଣଙ୍କର ରାଶି ଅଛି, ତେଣୁ ଆପଣ ସାବଧାନ ହେବାକୁ ପଡ଼ିବ। ଆମର ଭିଡ଼ିଓଟି ଏଇଠି ଶେଷ କରୁଛୁ। ଦର୍ଶକ ବନ୍ଧୁ, ଆପଣଙ୍କୁ ଯଦି ଭଲ ଲାଗିଥାଏ ଭିଡ଼ିଓଟି ସେୟାର କରନ୍ତୁ ଏବଂ ଆପଣଙ୍କର କେଉଁ ରାଶିରେ କେଉଁ ଦିନ କ'ଣ ହେବ